2025 ସ୍ପେଶାଲ ଓଟିଇଟିର ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜିର ସମସ୍ତ 30ଟାକ କୋଶ୍ଚିନ୍ର ଆନ୍ସର ମୁଁ ଏଠାରେ କରିଛି। ଏହା ବି ସେଟ୍ ଅଟେ। ଆପଣ ଆପଣଙ୍କ ସେଟ୍ ଅନୁଯାୟୀ ଆନ୍ସର ମଧ୍ୟ ଚେକ୍ କରିଦିଅନ୍ତୁ। ସେଟ୍ ଅଲଗା ଅଲଗା ହୋଇଥିଲେ କେବଳ ସିରିଏଲ ନମ୍ବରରେ ଚେଞ୍ଜ ଅଛି, ନହେଲେ ସବୁ କୋଶ୍ଚିନ୍ ସମାନ। ତେଣୁ ଯେଉଁମାନେ ଅନ୍ୟ ସବଜେକ୍ଟ ଗୁଡ଼ିକର ଭିଡ଼ିଓ ପାଇବା ପାଇଁ ଚ୍ୟାନେଲ ସହିତ ଯୋଡ଼ି ହୋଇ ରୁହନ୍ତୁ। ଯେଉଁମାନେ ଫାଷ୍ଟ ଟାଇମ୍ ସାଇଟ୍କୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ। ଯାହାଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚି ପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ। ପ୍ରଥମେ ଆମେ ଦେଖିବା ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜି, ଶିଶୁ ବିକାଶ ଓ ଶିକ୍ଷା ବିଜ୍ଞାନ ସମ୍ବନ୍ଧରେ। ପ୍ରଥମ ପ୍ରଶ୍ନ ଥିଲା, ସାଧାରଣ ଶିକ୍ଷା ପରିପ୍ରେକ୍ଷୀରେ ଅନ୍ତର୍ନିବେଶୀ କହିଲେ କ'ଣ ବୁଝାଯାଏ? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ସି, ବିବିଧତା ସତ୍ତ୍ୱେ ସମସ୍ତଙ୍କର ଶିକ୍ଷାକୁ ସୁନିଶ୍ଚିତ କରାଇବା। କ୍ୱେଶ୍ଚିନ୍ ନମ୍ବର 2 ଥିଲା, କେଉଁ ନୀତିଟି ଅନ୍ତର୍ନିବେଶୀ ଶ୍ରେଣୀଗୃହରେ ସାର୍ବଜନୀନ ଶିକ୍ଷଣ ପରିକଳ୍ପନା ବା ୟୁଡିଏଲ୍କୁ ସୀମିତ କରିଥାଏ? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ସି, ପାଠ୍ୟପୁସ୍ତକଗୁଡ଼ିକୁ ଶିକ୍ଷାର୍ଥୀ କାର୍ଯ୍ୟ ପୁସ୍ତକମାନଙ୍କର ସହଯୋଗିତା ମିଳେ। କ୍ୱେଶ୍ଚିନ୍ ନମ୍ବର 3, କେଉଁଟି ସହଶୈକ୍ଷିକ ମୂଲ୍ୟ ନିର୍ଦ୍ଧାରଣ ଅଧୀନରେ ଆସିଥାଏ? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି, ଜୀବନ କୌଶଳ। କ୍ୱେଶ୍ଚିନ୍ ନମ୍ବର 4, କେଉଁଟି ମୂଲ୍ୟ ନିର୍ଦ୍ଧାରଣର ଉଦ୍ଦେଶ୍ୟ ନୁହେଁ? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ସି, ଶିକ୍ଷାର୍ଥୀମାନଙ୍କୁ ର୍ୟାଙ୍କ ପ୍ରଦାନ କରିବା। କ୍ୱେଶ୍ଚିନ୍ ନମ୍ବର 5, ଶୈଶବ ଅବସ୍ଥାରେ ବୌଦ୍ଧିକ ବିକାଶ କ୍ଷେତ୍ରରେ କେଉଁଟି ଠିକ୍? ଏହାର କରେକ୍ଟ ଆନ୍ସର ଅପସନ୍ ଏ, ଚତୁର୍ଭୁଜ ପୂର୍ବରୁ ବୃତ୍ତ ଅଙ୍କନ କରିବା ଶିଖିବା। ନେକ୍ସଟ କ୍ୱେଶ୍ଚିନ୍, ନିମ୍ନଲିଖିତ କେଉଁଟି ଶାରୀରିକ ଅଭିବୃଦ୍ଧି କ୍ଷେତ୍ରରେ ପ୍ରାକ୍ ଶୈଶବ ଅବସ୍ଥାରେ ଠିକ୍? ଏହାର କରେକ୍ଟ ଆନ୍ସର ହେବ ବାଳିକାମାନଙ୍କ କ୍ଷେତ୍ରରେ ବାଳକମାନଙ୍କ ଅପେକ୍ଷା ଅଭିବୃଦ୍ଧି ଅଧିକ ହୋଇଥାଏ। ନେକ୍ସଟ କ୍ୱେଶ୍ଚିନ୍ ଅଛି, ପ୍ରାଥମିକ ଶିକ୍ଷାରେ ପିଲାଟି କେଉଁ ଭାଷାରେ ଶିକ୍ଷା ଲାଭ କରିବା ଉଚିତ? ସରକାରୀ ଭାଷା, ବିଦେଶୀ ଭାଷା, ଶିକ୍ଷକ ଭାଷା, ମାତୃଭାଷା? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି, ମାତୃଭାଷା। ନେକ୍ସଟ କ୍ୱେଶ୍ଚିନ୍, କେଉଁଟି ଭାବପ୍ରବଣ କ୍ଷେତ୍ରରେ ଅନ୍ତର୍ଭୁକ୍ତ ନୁହେଁ? ଏହାର କରେକ୍ଟ ଆନ୍ସର ଡି, ଶାରୀରିକ ଦକ୍ଷତା। ଶିକ୍ଷକ କୈନ୍ଦ୍ରିକ ପ୍ରଥାରେ କେଉଁଟି ଅଧିକ ଗୁରୁତ୍ୱ ଦିଆଯାଇଥାଏ? ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଡି, ଶିକ୍ଷକମାନେ ଶିକ୍ଷଣ ଶୈଳୀର ନେତୃତ୍ୱ ନେଇଥାନ୍ତି। ନେକ୍ସଟ କ୍ୱେଶ୍ଚିନ୍ ଥିଲା, ଶିକ୍ଷାର୍ଥୀ କୈନ୍ଦ୍ରିକ ପଦ୍ଧତିରେ କେଉଁଟି ଲାଭଜନକ ନୁହେଁ? ଅପସନ୍ ଏ ଥିଲା ସମୟ ସାପେକ୍ଷ କାର୍ଯ୍ୟାନ୍ୱୟନ, ବିରେ ଥିଲା ଛାତ୍ର ସହାୟତା ଉପରେ ଗୁରୁତ୍ୱ, ସିରେ ଥିଲା ଛାତ୍ରମାନଙ୍କ ଦ୍ୱାରା ଜ୍ଞାନ ନିର୍ମାଣ, ଡିରେ ଥିଲା ଦଳ କାର୍ଯ୍ୟ ଆୟୋଜନ। ଏହାର କରେକ୍ଟ ଆନ୍ସର ଅପସନ୍ ଏ, ସମୟ ସାପେକ୍ଷ କାର୍ଯ୍ୟାନ୍ୱୟନ। ନେକ୍ସଟ କ୍ୱେଶ୍ଚିନ୍ ଥିଲା, ବ୍ଲକ ସ୍ତରରେ କିଏ ଶିକ୍ଷା କ୍ଷେତ୍ରରେ ପ୍ରଶାସନିକ ଅଧିକାରୀ? ଅପସନ୍ ଅଛି ଜିଲ୍ଲା ଶିକ୍ଷା ଅଧିକାରୀ, ସେ ତ ଜିଲ୍ଲା ସ୍ତରରେ, ବିରେ ଅଛି ବ୍ଲକ ଶିକ୍ଷା ଅଧିକାରୀ ବ୍ଲକ ସ୍ତରରେ। ତେଣୁ ଅପସନ୍ ବିଟା ହିଁ କରେକ୍ଟ ଆନ୍ସର ହେବ। ନେକ୍ସଟ କ୍ୱେଶ୍ଚିନ୍, ନିମ୍ନୋକ୍ତ କେଉଁଟିକୁ ଶିକ୍ଷଣ ଭାବେ ମୂଲ୍ୟ ନିର୍ଦ୍ଧାରଣ କୁହାଯାଏ? ଅପସନ୍ ଏ ଅଛି ଶିକ୍ଷଣ ଓ ମୂଲ୍ୟାୟନର ଏକା ସଙ୍ଗରେ ଚାଲିଥାଏ, ବିରେ ଶିକ୍ଷଣ ପରବର୍ତ୍ତୀ ମୂଲ୍ୟ ନିର୍ଦ୍ଧାରଣ, ସିରେ ଶିକ୍ଷଣ ପୂର୍ବରୁ ମୂଲ୍ୟ ନିର୍ଦ୍ଧାରଣ, ଡିରେ ସମାପ୍ତି ସୂଚକ ମୂଲ୍ୟ ନିର୍ଦ୍ଧାରଣ। ଏହାର କରେକ୍ଟ ଆନ୍ସର ହେବ ଅପସନ୍ ଏ, ଶିକ୍ଷଣ ଓ ମୂଲ୍ୟାୟନ ଏକା ସଙ୍ଗରେ ଚାଲିଥାଏ। ନେକ୍ସଟ କ୍ୱେଶ୍ଚିନ୍ ଅଛି, ସୀମାବର୍ତ୍ତୀ ମାନସିକ ଅଗ୍ରସର ପିଲାମାନଙ୍କର ବୁଦ୍ଧ୍ୟାଙ୍କ କେତେ? ମାନେ ଏଠାରେ IQ ପଚାରିଛି। ଏରେ ଅଛି 90 ରୁ 70, 70 ରୁ ବିରେ 70 ରୁ 50, ସିରେ 50 ରୁ 35, ଡିରେ 35 ରୁ କମ୍। ତେଣୁ ଏଠାରେ କରେକ୍ଟ ଆନ୍ସର ହେବ ଅପସନ୍ ଏ, 90 ରୁ 70। ନେକ୍ସଟ କ୍ୱେଶ୍ଚିନ୍ ଅଛି, ଶିକ୍ଷଣ ପ୍ରକ୍ରିୟାରେ ପ୍ରଯତ୍ନ ଓ ପ୍ରମାଦ ଶିକ୍ଷଣ ତତ୍ତ୍ୱ କିଏ ପ୍ରତିପାଦନ କରିଥିଲେ? ଏରେ ଅଛି ପାଭଲଭ, ବିରେ ଥର୍ଣ୍ଡାଇଜ୍, ସିରେ କୋହଲର, ଡିରେ କିଲପ୍ରାଟିକ୍। ତେଣୁ ଏହାର କରେକ୍ଟ ଆନ୍ସର ହେବ ଅପସନ୍ ବି, ଥର୍ଣ୍ଡାଇଜ୍। ନେକ୍ସଟ କ୍ୱେଶ୍ଚିନ୍ ଅଛି, କେଉଁଟି ମୂଲ୍ୟ ନିର୍ଦ୍ଧାରଣ ଏକ କୌଶଳ ନୁହେଁ? ଏଠାରେ ନୁହେଁର ଅନେକ ପ୍ରଶ୍ନ ଦେଇଛି। ତେଣୁ ଯଦି ଅପସନ୍ ଏ କୁ ଆମେ ନେବା ପର୍ଯ୍ୟବେକ୍ଷଣ, ଏ ତ କୌଶଳ, ବି ସାକ୍ଷାତକାର ବି ଗୋଟେ କୌଶଳ, ଡି ମୌଳିକ ପ୍ରଶ୍ନ ପଚାରିବା ଏକ କୌଶଳ। ତେଣୁ ସିଟା କରେକ୍ଟ ଆନ୍ସର ହେବ ପ୍ରାଥମିକ ମୂଲ୍ୟାୟନଟା କେବେ ମୂଲ୍ୟ ନିର୍ଦ୍ଧାରଣର ଏକ କୌଶଳ ନୁହେଁ। ନେକ୍ସଟ କ୍ୱେଶ୍ଚିନ୍ ଅଛି, କେଉଁଟି ଛାତ୍ରଛାତ୍ରୀଙ୍କର କୌଣସି ଏକ କାର୍ଯ୍ୟର ଅଭିବୃଦ୍ଧି, ଆତ୍ମପ୍ରତିଫଳନ ଏବଂ ସଫଳତା ପ୍ରଦର୍ଶନ କରୁଥିବା ଏକ ସଂଗ୍ରହ? ଏରେ ଅଛି ପ୍ରଗତିପତ୍ର, ବିରେ ଅଛି ପୋର୍ଟଫୋଲିଓ, ସିରେ ଅଛି ପ୍ରଶ୍ନାବଳୀ, ଡିରେ ଅଛି ମାନଦଣ୍ଡ ସନ୍ଦର୍ଭିତ ପରୀକ୍ଷା। ଏହାର କରେକ୍ଟ ଆନ୍ସର ନିଶ୍ଚିତ ରୂପେ ଅପସନ୍ ବି ହେବ, ପୋର୍ଟଫୋଲିଓ। ନେକ୍ସଟ ଅଛି, ଶିକ୍ଷକଙ୍କର କେଉଁ ଆଚରଣ ଛାତ୍ରୀମାନଙ୍କର ସକାରାତ୍ମକ ପ୍ରତିଚ୍ଛବି ପ୍ରତି ଅବଦାନ ରଖେ ନାହିଁ? ଅପସନ୍ ଏରେ ଅଛି ପୁଅମାନଙ୍କୁ ଝିଅମାନଙ୍କ ପରି ବ୍ୟବହାର ନ କରିବାକୁ କହିବା, ବିରେ ଅଛି ସୁସ୍ଥ ପ୍ରତିଯୋଗିତାକୁ ଉତ୍ସାହିତ କରିବା, ସିରେ ଅଛି ଝିଅମାନଙ୍କର ଦକ୍ଷତା ପ୍ରତି ଗୁରୁତ୍ୱ ଦେବା, ଡିରେ ଅଛି ଉପରୋକ୍ତ ସମସ୍ତ ବିକଳ୍ପ। ବେଳେବେଳେ ଶିକ୍ଷକ କ୍ଲାସରେ ନିଶ୍ଚିତ କହୁଥିବେ ସେ ଝିଅ ପିଲା ଭଳିଆ କ'ଣ ହଉଛୁ, ପୁଅମାନଙ୍କୁ ଏ କଥା ପ୍ରାୟ ଉଦାହରଣ ଦିଆଯାଏ। ତେଣୁ ଏଠାରେ ଅପସନ୍ ଏଟା ହିଁ ଠିକ୍ ହେବ, ପୁଅମାନଙ୍କୁ ଝିଅମାନଙ୍କ ପରି ବ୍ୟବହାର ନ କରିବାକୁ କହିବା। ଏହା ଝିଅମାନଙ୍କର କୌଣସି ସକାରାତ୍ମକ ଅବଦାନ ରଖିବ ନାହିଁ। କ୍ୱେଶ୍ଚିନ୍ ନମ୍ବର 18 ରହିଛି, କେଉଁଠି ଓଡ଼ିଶାର ଜନଜାତି ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ସମ୍ବନ୍ଧୀୟ ସତ୍ୟ ନୁହେଁ?
ଅପସନ୍ ଏ ରେ ଅଛି ପ୍ରାୟତଃ ସେମାନଙ୍କୁ ମାତୃଭାଷା ଶିକ୍ଷାର ମାଧ୍ୟମ ନୁହେଁ। ବି ରେ ଅଛି ପ୍ରଚଳିତ ପାଠ୍ୟପୁସ୍ତକର କ୍ୱଚିତ୍ କୌଣସି ନିର୍ଦ୍ଦିଷ୍ଟ ସ୍ଥାନୀୟ ଉଦାହରଣ ଥାଏ। ସି ରେ ଅଛି ଶିକ୍ଷକ ଏବଂ ଜନଜାତି ଛାତ୍ରମାନଙ୍କ ମଧ୍ୟରେ ସାମାଜିକ ଦୂରତା ନଥାଏ। ଡି ରେ ଅଛି ଜନଜାତି ଛାତ୍ରୀମାନଙ୍କ ପାଇଁ ଅଣ ଜନଜାତିମାନଙ୍କ ପ୍ରତି ବହୁଳ ସନ୍ଦେହଜନକ। ଏଠାରେ କି ପ୍ରଶ୍ନ ଅଛି ଶିକ୍ଷା ସମୁଦାୟରେ ସତ୍ୟ ନୁହେଁ, ତେଣୁ ଏଇଟା ଅପସନ୍ ସି ଠିକ୍ ହବ। ଶିକ୍ଷକ ଏବଂ ଜନଜାତି ଛାତ୍ରମାନଙ୍କ ମଧ୍ୟରେ ସାମାଜିକ ଦୂରତା ନଥାଏ। ନେକ୍ସଟ କ୍ୱେଶ୍ଚିନ୍ ଅଛି ଶିଶୁ ବିକାଶର କେଉଁ ପର୍ଯ୍ୟାୟରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥାଏ? ଅପସନ୍ ଏ ରେ ଅଛି ପ୍ରାରମ୍ଭିକ ବାଲ୍ୟାବସ୍ଥା, ବି ରେ ଶେଷ ବାଲ୍ୟାବସ୍ଥା, ସି ରେ କୈଶୋରାବସ୍ଥା, ଡି ରେ ଯୁବାବସ୍ଥା। ତେଣୁ ଶିଶୁ ବିକାଶର କେଉଁ ପର୍ଯ୍ୟାୟରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବ? ଶେଷ ବାଲ୍ୟାବସ୍ଥାରେ। ବାଲ୍ୟାବସ୍ଥା ଯେତେବେଳେ ଶେଷ ହୋଇଯିବ ସେତେବେଳେ ସେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପାଇଁ ଅଗ୍ରସର ହୁଏ। ପ୍ରଶ୍ନ ରହିଛି ନେକ୍ସଟ ଶୈଶବର ହାରାହାରି ବୟସ କେତେ? ଅପସନ୍ ଏ ଜନ୍ମଠାରୁ 2 ବର୍ଷ ପର୍ଯ୍ୟନ୍ତ, ବି ରେ ଅଛି 2 ରୁ 7 ବର୍ଷ, ସି ରେ ଅଛି 7 ରୁ 12 ବର୍ଷ, ଡି ରେ ଅଛି 12 ବର୍ଷରୁ ଉର୍ଦ୍ଧ୍ୱ। ତେଣୁ ଆମକୁ ଏଠାରେ ଧରିବାକୁ ପଡ଼ିବ ତା ହାରାହାରି ବୟସ। ତେଣୁ ହାରାହାରି ବୟସ ପ୍ରାୟତଃ ମୁଁ ଭାବୁଛି ଜନ୍ମଠାରୁ 2 ବର୍ଷ ପର୍ଯ୍ୟନ୍ତ ଠିକ୍ ହବ। ଏ ଆନ୍ସର ଉପରେ ଆପଣ ଟିକେ ମଧ୍ୟ ବହି ଦେଖିଦେବେ। ନେକ୍ସଟ କ୍ୱେଶ୍ଚିନ୍ ଅଛି କେଉଁ ଶିକ୍ଷଣ ଅକ୍ଷମତା ଶବ୍ଦ ଅନ୍ଧତା ଭାବରେ ମଧ୍ୟ ଜଣାଶୁଣା? ଏହାର କରେକ୍ଟ ଆନ୍ସର ଅପସନ୍ ବି ଡିସ୍ଲେକ୍ସିଆ। ନେକ୍ସଟ କ୍ୱେଶ୍ଚିନ୍ ଅଛି ଶ୍ରବଣ ଶକ୍ତିହୀନ ଶିଶୁଙ୍କ ବିଷୟରେ କେଉଁ ଉକ୍ତିଟି ଠିକ୍ ନୁହେଁ? ଅପସନ୍ ଏ ନୁହେଁ ପଚାରିଛି, ତେଣୁ ଦେଖିଦିଅନ୍ତୁ। ଅପସନ୍ ଏ ଅଛି ସେମାନେ ସାଧାରଣ ଛାତ୍ରଛାତ୍ରୀଙ୍କ ଠାରୁ କମ୍ ଆଗ୍ରହ ପ୍ରକାଶ କରିବା ଭଲ ଲାଗନ୍ତି, ବି ରେ ସେମାନଙ୍କର ବୁଦ୍ଧ୍ୟାଙ୍କ କମ୍, ସି ରେ ସେମାନଙ୍କର ସ୍ପଷ୍ଟ କହିନଥାନ୍ତି, ଡି ରେ ସେମାନେ ବ୍ୟକ୍ତିଗତ ଅନୁଭୂତିରୁ ଶିକ୍ଷାଲାଭ କରିନଥାନ୍ତି। ଯେହେତୁ ଉକ୍ତି ଠିକ୍ ନୁହେଁ କହିଛି, ତେଣୁ ସେମାନଙ୍କର ବୁଦ୍ଧ୍ୟାଙ୍କ କମ୍। ଅପସନ୍ ବି ହବ କରେକ୍ଟ ଆନ୍ସର। ନେକ୍ସଟ କ୍ୱେଶ୍ଚିନ୍ ଅଛି କୋହଲର କେଉଁ ସିଦ୍ଧାନ୍ତ ସହିତ ଜଡ଼ିତ? ଏ ରେ ଅଛି ବିକାଶ ସିଦ୍ଧାନ୍ତ, ବି ରେ ଅଭିପ୍ରେରଣା ସିଦ୍ଧାନ୍ତ, ସି ରେ ବ୍ୟକ୍ତିତ୍ୱ ସିଦ୍ଧାନ୍ତ, ଡି ରେ ଅଛି ଶିକ୍ଷଣ ସିଦ୍ଧାନ୍ତ। ଏହାର କରେକ୍ଟ ଆନ୍ସର ହବ ଅପସନ୍ ଡି ଶିକ୍ଷଣ ସିଦ୍ଧାନ୍ତ। ନେକ୍ସଟ ଅଛି ଗେଷ୍ଟାଲ୍ଟ ମନୋବିଜ୍ଞାନୀମାନେ କେଉଁ ପ୍ରକାର ଶିକ୍ଷଣ ପ୍ରଚଳନ କରିଥିଲେ? ଅପସନ୍ ଏ ରେ ଅଛି ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ, ବି ରେ ଅନ୍ତର୍ଦୃଷ୍ଟିମୂଳକ ଶିକ୍ଷଣ, ସି ରେ ଅନୁକରଣମୂଳକ ଶିକ୍ଷଣ, ଡି ରେ ଅଛି ପ୍ରଯତ୍ନ ଓ ପ୍ରମାଦମୂଳକ ଶିକ୍ଷଣ। ଏହାର କରେକ୍ଟ ଆନ୍ସର ହବ ଅପସନ୍ ବି ଅନ୍ତର୍ଦୃଷ୍ଟିମୂଳକ ଶିକ୍ଷଣ। ନେକ୍ସଟ କ୍ୱେଶ୍ଚିନ୍ ଶିଶୁର କେଉଁ ବୟସରେ ବସ୍ତୁର ସ୍ଥାୟିତ୍ୱ ସମ୍ପର୍କରେ ଧାରଣା ଆରମ୍ଭ ହୋଇଥାଏ? ଅପସନ୍ ଦେଇଛି ଏ ରେ ହାରାହାରି 1 ମାସରୁ, ବି ରେ ହାରାହାରି 4 ମାସରୁ, ସି ରେ ହାରାହାରି 8 ମାସରୁ, ଡି ରେ ହାରାହାରି 12 ମାସରୁ। ଏହାର କରେକ୍ଟ ଆନ୍ସର ହବ ଅପସନ୍ ସି ହାରାହାରି 8 ମାସରୁ। ନେକ୍ସଟ କ୍ୱେଶ୍ଚିନ୍ ପିଆଜେଙ୍କ ଜ୍ଞାନାତ୍ମକ ପଦ୍ଧତି ଅନୁସାରେ 7 ରୁ 11 ବର୍ଷ ପିଲାମାନେ କେଉଁ ପ୍ରକାର ଚିନ୍ତାଧାରା ପ୍ରଦର୍ଶନ କରିଥାନ୍ତି? ଅପସନ୍ ଏ ରେ ଅଛି ଆରୋହୀ ଚିନ୍ତାଧାରା, ବି ରେ ଅଛି ଅବରୋହୀ ଚିନ୍ତାଧାରା, ସି ରେ ଅନ୍ତର୍ଭେଦୀ ଚିନ୍ତାଧାରା, ଡି ରେ ଅନୁକରଣାତ୍ମକ ଚିନ୍ତାଧାରା। ଏଠାରେ କରେକ୍ଟ ଆନ୍ସର ହବ ଅପସନ୍ ଏ ଆରୋହୀ ଚିନ୍ତାଧାରା। ନେକ୍ସଟ କ୍ୱେଶ୍ଚିନ୍ ଦକ୍ଷତା ଭିତ୍ତିକ ଶିକ୍ଷା ବାବଦରେ କେଉଁଟି ସତ୍ୟ? ଅପସନ୍ ଏ ରେ ଅଛି ଘୋଷା ପଦ୍ଧତି ଉପରେ ଗୁରୁତ୍ୱ, ବି ରେ ଅଛି ଦକ୍ଷତା ପ୍ରଦର୍ଶନ ଉପରେ ଧ୍ୟାନ, ସି ରେ ଅଛି ଶିକ୍ଷକ ଜଣେ ଟାସ୍କ ମାଷ୍ଟର, ଡି ରେ ଅଛି ନିର୍ଦ୍ଦିଷ୍ଟ ଛାତ୍ରଛାତ୍ରୀଙ୍କ ଦ୍ୱାରା ଦକ୍ଷତା ହାସଲ ଲକ୍ଷ୍ୟ। ଏହାର କରେକ୍ଟ ଆନ୍ସର ହବ ଅପସନ୍ ବି ଦକ୍ଷତା ପ୍ରଦର୍ଶନ ଉପରେ ଧ୍ୟାନ। ନେକ୍ସଟ କ୍ୱେଶ୍ଚିନ୍ ଟିଏଲ୍ଏମ୍ ବ୍ୟବହାର ବାବଦକୁ କେଉଁ ଉକ୍ତିଟି ଠିକ୍ ନୁହେଁ? ଏଠାରେ ନୁହେଁ ବୋଲି ପ୍ରଶ୍ନ କରିଛି, ତେଣୁ ତାକୁ ଧ୍ୟାନ ଦେବାକୁ ପଡ଼ିବ। ଅପସନ୍ ଏ ରହିଛି ଏହା ନିଷ୍କ୍ରିୟ ଶିକ୍ଷାର୍ଥୀଙ୍କୁ ସକ୍ରିୟ ଶିକ୍ଷାର୍ଥୀରେ ପରିଣତ କରେ, ବି ରେ ଏହା ସମସ୍ୟା ସମାଧାନ ପାଇଁ ଚ୍ୟାଲେଞ୍ଜ ପ୍ରଦାନ କରେ, ସି ରେ ଏହା ଶିକ୍ଷାର୍ଥୀଙ୍କ ଅତ୍ୟଧିକ ନିୟୋଜନ ହେତୁ ଆଗ୍ରହ ହ୍ରାସ କରେ, ଅପସନ୍ ଡି ହେଲା ଏହା ଜଟିଳ ଏବଂ ଅମୃତ ବିଷୟକୁ ସରଳ କରେ। ତେଣୁ ଏଠାରେ ଯେହେତୁ ନାହିଁ ଦେଇଛି ଉକ୍ତିଟି ଠିକ୍ ନୁହେଁ ବୋଲି, ତେଣୁ ଅପସନ୍ ସି ନେବା ଏହା ଶିକ୍ଷାର୍ଥୀଙ୍କ ଅତ୍ୟଧିକ ନିୟୋଜନରୁ ଆଗ୍ରହ ହ୍ରାସ କରେ ବୋଲି ଆମେ ଠିକ୍ ଆନ୍ସର ଧରିବା। ନେକ୍ସଟ କ୍ୱେଶ୍ଚିନ୍ ଅଛି ଜଣେ ଶିକ୍ଷକ ଭାବେ ଆପଣ ଏକ କମ୍ ଉଚ୍ଚତା ବିଶିଷ୍ଟ ପିଲା ପାଇଁ କ'ଣ କରିବେ? ଅପସନ୍ ଏ ରେ କଳାପଟାରୁ ଉତାରିବା ସମୟରେ ଠିଆ ହେବାକୁ କହିବା, ବି ରେ ଉଚ୍ଚତା ବୃଦ୍ଧି କରିବା ପାଇଁ ପରାମର୍ଶ ଦେବା, ସି ରେ ଶ୍ରେଣୀରେ ପ୍ରଥମ ଧାଡ଼ିରେ ବସିବାକୁ କହିବା, ଡି ରେ ଅନ୍ୟ ପିଲାମାନଙ୍କ ପରି ତାଙ୍କ ସହ ସମାନ ବ୍ୟବହାର କରିବା। ଏହାର କରେକ୍ଟ ଆନ୍ସର ହବ ଅପସନ୍ ସି ଶ୍ରେଣୀରେ ପ୍ରଥମ ଧାଡ଼ିରେ ବସିବାକୁ କହିବା। କ୍ୱେଶ୍ଚିନ୍ ନମ୍ବର 30 ପ୍ରଭାବଶାଳୀ ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ କେଉଁ ବୈଶିଷ୍ଟ୍ୟ ସାଧାରଣତଃ ପରିଲକ୍ଷିତ ହୁଏ ନାହିଁ? ଅପସନ୍ ଏ ଦେଇଛି ସେମାନେ ଉଚ୍ଚ ଶକ୍ତି ସମ୍ପନ୍ନ ଅଟନ୍ତି, ବି ରେ ଦେଇଛି ସେମାନଙ୍କର ଭାବପ୍ରବଣ ସମସ୍ୟା ନାହିଁ, ସି ରେ ଦେଇଛି ସେମାନେ ଶ୍ରେଣୀ ଗୃହରେ ସମସ୍ୟା ଓ ସୃଷ୍ଟିକାରୀ ହେବାର ସମ୍ଭାବନା ଥାଏ, ଡି ରେ ଦେଇଛି ସେମାନେ କଠୋର ସମୟ ସାରଣୀ ପସନ୍ଦ କରିନଥାନ୍ତି। ଏହାର କରେକ୍ଟ ଆନ୍ସର ହବ ଅପସନ୍ ବି ସେମାନଙ୍କର ଭାବପ୍ରବଣ ସମସ୍ୟା ନାହିଁ। ବର୍ତ୍ତମାନ 30ଟି ପ୍ରଶ୍ନର ଉତ୍ତର ଶେଷ ହେଲା। ଏହା ଥିଲା 2025 ସ୍ପେଶାଲ ଓଟିଇଟି ପେପର 1ର ଚାଇଲ୍ଡ ଡେଭଲପମେଣ୍ଟ ଆଣ୍ଡ ପେଡାଗୋଜିର 30ଟି ସମ୍ଭାବ୍ୟ ଉତ୍ତର, ଯାହାକୁ ଆପଣ ଆପଣଙ୍କ ଖାତାରେ ମଧ୍ୟ ଚେକ୍ କରିଦେଇ ପାରିବେ।
ପ୍ରାୟତଃ ଉତ୍ତର ସବୁ ଠିକ୍ ଅଛି। ତଥାପି ଅଫିସିଆଲ ଆନ୍ସର କି ଆସିଲା ପରେ ଯଦି ସେଥିରେ କିଛି ଭୁଲ ଥାଏ ଚେକ୍ କରାଯିବ। ଯଦି କୌଣସି ଜାଗାରେ ଆପଣ ଭୁଲ ବୋଲି ଅନୁଭବ କରନ୍ତି ତେବେ କମେଣ୍ଟ ବକ୍ସରେ ଏହାକୁ ଜଣାନ୍ତୁ। ଏହାର ପରବର୍ତ୍ତୀ ଭିଡ଼ିଓରେ 2025 ସ୍ପେଶାଲ ଓଟିଇଟିର ଓଡ଼ିଆ, ମ୍ୟାଥ୍, ଇଂଲିଶ ଓ ଏନଭାୟରନମେଣ୍ଟ ସାଇନ୍ସର ଆନ୍ସର ଦିଆଯିବ। ତାହାକୁ ପାଇବା ପାଇଁ ଏହି ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ଯଦି ଫାର୍ଷ୍ଟ ଟାଇମ୍ ସାଇଟ୍କୁ ଭିଜିଟ୍ କରିଛନ୍ତି ସେବେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ। ଫଳରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚିପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ।